ଶ୍ରୋତା ବନ୍ଧୁ କଥାକାରଟିଏ କେବଳ କଥାଟିଏ କହିବାକୁ ଲେଖନୀ ଚାଳନା କରେନି, ବରଂ କଲବଲ ହେଉଥିବା ମଣିଷଙ୍କ ମନ ଓ ହୃଦୟର ସୂକ୍ଷ୍ମ କଥାକୁ ଉନ୍ମୁକ୍ତ କରିବାକୁ ସତ୍ସାହସ କରିଥାଏ। ଆଜି ଏମିତି ଜଣେ ନିର୍ଭୀକ ସାହିତ୍ୟକାରଙ୍କୁ ଶୁଣିବା ଯିଏ ସମୟର କଥା, ବ୍ୟକ୍ତିବିଶେଷଙ୍କ ସମସ୍ୟା, ଚରିତ୍ରମାନଙ୍କ ଦୁଃସ୍ଥିତିକୁ ନେଇ ସାହିତ୍ୟ ସୃଷ୍ଟି କରିଛନ୍ତି। ଚରିତ୍ରମାନଙ୍କ ଦୁଃସ୍ଥିତି ତାଙ୍କୁ ଏତେ ଅସ୍ଥିର କରେ ଯେ ସେ ଲେଖି ବସନ୍ତି ଅନେକ ଗପ, ଲେଖନ୍ତି ଉପନ୍ୟାସ। ସେ କହନ୍ତି, ମୁଁ ନାରୀ ସମାଜର ଗୋଟିଏ ଗୋଟିଏ ଅନ୍ଧକାର ଦିଗ ଉପରେ ଧ୍ୟାନ ଦିଏ, କିଛି ସତ୍ୟ, କିଛି କଳ୍ପନା। ଯେମିତି ମାଣବସା ଗୁରୁବାରର ଝୋଟି ପ୍ରଥମେ ବିନ୍ଦୁଟିଏ ଦେଇ ତା ଚାରିପଟେ ଫୁଲ, ପଦ୍ମ, ହାତୀ, ମୟୂର, ଲକ୍ଷ୍ମୀପାଦ ଇତ୍ୟାଦି ଆଙ୍କି ଝୋଟିଟି ସମ୍ପୂର୍ଣ୍ଣ କରାଯାଏ। ଝୋଟିର ବିନ୍ଦୁ ଭଳି ମୋ ଗଳ୍ପରେ ସତ୍ୟ ଘଟଣା ମୋ ଅନୁଭୂତି ମଝିରେ କ୍ଷୁଦ୍ର ଆକାରରେ ଥାଏ। ତା ଚାରିପଟେ କାଳ୍ପନିକ ଘଟଣା, କାଳ୍ପନିକ ପରିବେଶ ଓ କାଳ୍ପନିକ ଚରିତ୍ରକୁ ମିଶେଇ ମୁଁ ଗଳ୍ପକୁ ପରିପୂର୍ଣ୍ଣ କରେ। ଗପଟିଏ କେମିତି ଲେଖି ହୁଏ, ଏହାର ଚରିତ୍ରମାନେ କେଉଁଠୁ ଆସନ୍ତି, ଏମିତି କିଛି ପ୍ରଶ୍ନର ସାମ୍ନା କରିବାକୁ ହୁଏ ବେଳେବେଳେ। ଏହାର ଉତ୍ତରରେ ଏତିକି କହିବି, କେବେ ସ୍ୱପ୍ନରେ, କେବେ ବାସ୍ତବରେ, କେବେ ଯିବା ଆସିବା ରାସ୍ତା ଧାରରେ, ପୁଣି କେବେ ବାର୍ତ୍ତାଳାପ ସମୟରେ ସାମ୍ନାସାମ୍ନି ହୋଇଯାଏ କିଛି ଚରିତ୍ର ସହ, କିଛି ଘଟଣା ସହ, ଯାହା ମନକୁ ଆନ୍ଦୋଳିତ କରେ। ମନକୁ ଆସେ ଏ ଘଟଣାର ଚରିତ୍ରମାନଙ୍କ ଭାଗ୍ୟ ଭବିଷ୍ୟତ ଅବା ଅତୀତ ବର୍ତ୍ତମାନ ପରିବର୍ତ୍ତନ ହୋଇପାରନ୍ତା କି? ସେତେବେଳେ ଗପଟିଏ ଦାନା ବାନ୍ଧେ ମସ୍ତିଷ୍କରେ। ପ୍ରକୃତରେ ବଦଳେଇ ହେଇପାରୁନଥିବା ଚରିତ୍ରମାନଙ୍କ ଭାଗ୍ୟ ଭବିଷ୍ୟତକୁ ନିଜ ଇଚ୍ଛାରେ ମୁଁ ଗଢ଼େ ଆଉ ସଜାଏ। ଏହା ହିଁ ତ ଗଳ୍ପ। ଶ୍ରୋତା ବନ୍ଧୁ, ଏହି ସୁନ୍ଦର ଉକ୍ତିଗୁଡ଼ିକର ପ୍ରବକ୍ତା ହେଉଛନ୍ତି ଆମ ସମୟର ଜଣେ କୃତବିଦ୍ୟ ଗାଳ୍ପିକା ଉପନ୍ୟାସିକା ଶ୍ରୀମତୀ ରଶ୍ମି ମିଶ୍ର। ଶ୍ରୀମତୀ ରଶ୍ମି ମିଶ୍ର ଜଣେ ଏକ୍ଜିକ୍ୟୁଟିଭ ଇଞ୍ଜିନିୟରଙ୍କ ଧର୍ମପତ୍ନୀ ଭାବରେ ଜଣେ ସୁଗୃହିଣୀ, ମାତ୍ର ଓଡ଼ିଆ ଭାଷା ସାହିତ୍ୟରେ ସ୍ନାତକୋତ୍ତର ଲାଭ କରିଥିବା ଜଣେ ଉଚ୍ଚଶିକ୍ଷିତା। ରଶ୍ମି ମିଶ୍ର ଏକାଧାରରେ ଜଣେ କବି, ଗାଳ୍ପିକା, ଉପନ୍ୟାସିକା ଏବଂ ପ୍ରାବନ୍ଧିକା ମଧ୍ୟ। 1973 ମସିହା ଏପ୍ରିଲ 1ରେ ପିତା ଡମ୍ବରୁଧର ମିଶ୍ର ଏବଂ ମାତା ସରୋଜିନୀ ମିଶ୍ରଙ୍କ କୋଳମଣ୍ଡନ କରି ନୟାଗଡ଼ ଜିଲ୍ଲାସ୍ଥିତ ରାମଚନ୍ଦ୍ରପୁରଠାରେ ସେ ଭୂମିଷ୍ଠ ହୋଇଥିଲେ। ତାଙ୍କର ଅନେକ ସୃଷ୍ଟି ରହିଛି। ତାଙ୍କର ଉପନ୍ୟାସ ଗୁଡ଼ିକ ମଧ୍ୟରେ ରହିଛି ନେପଥ୍ୟେ, ପୂର୍ଣ୍ଣାହୁତି, ସ୍ୱୟଂସିଦ୍ଧା। ଗଳ୍ପ ପୁସ୍ତକ ଗୁଡ଼ିକ ହେଲା ଐହରାଣୀ, ଚକ୍ରବ୍ୟୁହ ଏବଂ କବିତାରେ ରହିଛି ଶ୍ରାବଣୀ କନ୍ୟା କବିତା ସଂକଳନ। ପ୍ରବନ୍ଧ ପୁସ୍ତକଟି ହେଉଛି ଓଡ଼ିଶାର ପର୍ବ ପରମ୍ପରା। ଶ୍ରୀମତୀ ରଶ୍ମି ମିଶ୍ର ତାଙ୍କର ସାହିତ୍ୟ ସାଧନା ନିମନ୍ତେ କଳିଙ୍ଗ ପୁସ୍ତକ ମେଳା ସମ୍ମାନ, ରାଜଧାନୀ ଅକ୍ଷର ପୁସ୍ତକ ମେଳା ସମ୍ମାନ, ବ୍ୟାସକବି ଫକୀରମୋହନ ସେନାପତି ସମ୍ମାନ, ଉତ୍କଳ ସାହିତ୍ୟ କଳା ପରିଷଦ ସମ୍ମାନ, ଏମିତି ଅନେକ ସମ୍ମାନରେ ସେ ସମ୍ମାନିତା। ଆଜି ଶ୍ରୀମତୀ ରଶ୍ମି ମିଶ୍ରଙ୍କର ଏକ ଚମତ୍କାର ଗପକୁ ଆମେ ଶୁଣିବାକୁ ଯାଉଛେ। ଗଳ୍ପଟିର ଶୀର୍ଷକ ହେଉଛି ଥୁଣ୍ଟା ଗଛ। ଗାଳ୍ପିକା ରଶ୍ମି ମିଶ୍ର। ଗାଁରେ ସମସ୍ତେ କହିଲେ ବୁଢ଼ାଟା ବାଇଆ ହେଇଯାଉଛି, କାହା ସହ କଥା ନାହିଁ, ବାର୍ତ୍ତା ନାହିଁ। ସେଇ ଥୁଣ୍ଟା ଆମ୍ବ ଗଛଟା ମୂଳରେ ସେମିତି ଶୂନ୍ୟ ଦୃଷ୍ଟିରେ ବସି ରହୁଛି। ବେଳେ ବେଳେ କାହା ସହ କଥା ହେଲା ଭଳି ସେଇ ଡାଳପତ୍ର ଶୂନ୍ୟ ଗଛଟା ସାଥିରେ କ'ଣ ସେ ସବୁ କଥା ହେଉଛି ସେ ଏକା ଜାଣେ। ଅବଶ୍ୟ ଯୋଉ ଘଟଣାଟି ଘଟିଗଲା ସେତକ କ'ଣ କମ୍ ଥିଲା? ହଜାର ହଜାର ଲୋକ ଅଙ୍ଗେ ନିଭେଇଲେ। 80 ପାର କରିଥିବା ବୁଢ଼ାବୁଢ଼ୀମାନେ ତ କହିଲେ ଏମିତି ବର୍ଷା ପବନ ସେମାନଙ୍କ ଜୀବନରେ କେବେ ଦେଖିନଥିଲେ। ସେ ପୁଣି ବୈଶାଖ ମାସରେ, ସତେ କି ପ୍ରଳୟ ଆସି ଯାଇଥିଲା। ଛାରଖାର କରିଗଲା ସବୁ, କେତେ ଘର ଉଜାଡ଼ିଦେଲା। ବାତ୍ୟା ପରେ ଅନେକେ ଆସିଲେ, କିଏ କେତେ ପ୍ରତିଶ୍ରୁତି ଦେଇଗଲେ। କିଏ ହୃଦୟର ସହ କାନ୍ଦିଲେ ତ କିଏ କୁମ୍ଭୀର କାନ୍ଦଣା କାନ୍ଦିଲେ। କିଏ ବର୍ବାଦ ହୋଇଗଲା ତ କିଏ ମାଲାମାଲ ହୋଇଗଲା। କେତେ ଫଟୋ ଭିଡ଼ିଓ ଉଠା ଚାଲିଲା। ହେଲେ ବୁଢ଼ା ସେମିତି ପଥର ଭଳି ବସିଥାଏ। କିଏ କ'ଣ ଖାଇବାକୁ ଦେଲା ତ ଖାଇଲା, ନହେଲେ ସେମିତି ଉପାସରେ ରହିଲା।
ସମୟ କାହାକୁ ଅପେକ୍ଷା କରେନି। ସମୟକୁ ତାଳ ଦେଇ ମଣିଷ ମଧ୍ୟ ବଦଳିଯାଏ। କାହାକୁ ଅପେକ୍ଷା କରି ସଂସାର ତ ଅଟକି ଯିବନି। ପ୍ରଥମେ ପ୍ରଥମେ ଗାଁରୁ କିଏ କିଏ ଆସି ବୁଢ଼ା ପାଖରେ ବସୁଥିଲେ। ବୁଢ଼ା ପାଇଁ ଡାଳ ପତ୍ର ପଲିଥିନ୍ ଦେଇ କୁଡ଼ିଆ ଖଣ୍ଡେ କରିଦେଲେ। ଧୀରେ ଧୀରେ ଯାହା କାମରେ ଯିଏ ଲାଗିଗଲେ। ସମସ୍ତଙ୍କର ତ ସେଇ ଏକା ଦୁଃଖ। କିଏ ଅବା କାହା ପାଇଁ କଣ କରିପାରିବ? ଗାଁ ଓ ଆଖପାଖରେ ବୁଢ଼ା ଭଳି ହଜାର ହଜାର ଲୋକ। ପ୍ରଥମେ ପ୍ରଥମେ ମୁଣ୍ଡ କୋଡ଼ି କାନ୍ଦୁଥିଲେ। ହରାଇଥିବା ପ୍ରିୟଜନଙ୍କୁ ଝୁରି ହେଲେ। ପୁଣି ଧୀରେ ଧୀରେ ସବୁ ଦିହସୁଆ ହୋଇଗଲା। ସବୁ ଭୁଲି ପୁଣି ନୂଆ କରି ଜୀବନ ଗଢ଼ିବାକୁ କମର ଭିଡ଼ିଲେ। ହେଲେ ବୁଢ଼ା ଆଉ ସହଜ ହୋଇ ପାରିଲାନି। ସମସ୍ତେ ନିଜ ନିଜ ଭଙ୍ଗା ସଂସାର ସଜାଡ଼ିବାରେ ବ୍ୟସ୍ତ ଥିବା ବେଳେ ବୁଢ଼ା ବସିଥାଏ ଥୁଣ୍ଟା ଆମ୍ବ ଗଛଟା ମୂଳରେ। କେତେବେଳେ ଆଉଁସି ଦେଉଥାଏ ଗଛଟିକୁ, ପୁଣି କେତେବେଳେ ଗୁଜୁ ଗୁଜୁ ହେଇ କେତେ କଥା ହେଉଥାଏ ସାଥୀ ସାଙ୍ଗଟିଏ ଭଳି। ବୁଢ଼ା ନିଜ ହାତରେ ଲଗେଇଥିବା ଗଛଟିକୁ ବୁଢ଼ା ନିଜ ହାତରେ ଲଗେଇଥିଲା ଗଛଟିକୁ। ପିଲାବେଳେ କେଉଁଠାରୁ ଛୋଟ ଆମ୍ବ ଗଛଟି ଆଣି ପୋତି ଦେଇଥିଲା ବାଡ଼ିରେ। ଖୁବ୍ ଯତ୍ନ ନେଇଥିଲା ଗଛଟିର। ଆସ୍ତେ ଆସ୍ତେ ପିଲାରୁ ବଡ଼ ହେଉଥିଲା ବୁଢ଼ା। ତା ସହିତ ଆମ୍ବ ଗଛ ବି ବଢ଼ୁଥିଲା ଡାଳପତ୍ର ମେଲେଇ। ଗଛରେ ପ୍ରଥମ ବଉଳ ଆସିଲା। ସେ ବର୍ଷ ବୁଢ଼ା ବାହା ହେଇ ସଂସାର କରିବା ଆରମ୍ଭ କଲା। ଆମ୍ବ ଗଛ ବଢ଼ୁଥାଏ ଡାଳପତ୍ର ମେଲେଇ। ତା ସହ ବୁଢ଼ା ଥିଲା, ବୁଢ଼ାର ପରିବାର ଥିଲା। ପୁଅ ଝିଅ ବୋହୂ ନାତି ନାତୁଣୀରେ ଭରିଗଲା ବୁଢ଼ାର ଘର। କେତେ ହସ ଖୁସିରେ ଚାଲିଥିଲା ବୁଢ଼ାର ସଂସାର। ହୁଏତ ବର୍ଷ 5 କି 10ଟା ଯାଇଥିଲେ ବୁଢ଼ା ଆନନ୍ଦରେ ଆଖି ବୁଜିଥାନ୍ତା। ହେଲେ ବିଧିର ବିଧାନ ତ ଅନ୍ୟ ପ୍ରକାର ଥିଲା। ନହେଲେ କଣ ଅଦିନରେ ଏମିତି ବାତ୍ୟା ଆସିଥାନ୍ତା? ଟିଭି ରେଡ଼ିଓରେ ଥରକୁ ଥର ଘୋଷଣା ହେଲା, ଭୟଙ୍କର ବାତ୍ୟା ମାଡ଼ି ଆସୁଛି। ନଦୀ ସମୁଦ୍ର କୂଳିଆ ଲୋକେ ଶୀଘ୍ର ନିରାପଦ ସ୍ଥାନକୁ ଚାଲି ଯାଆନ୍ତୁ। ପ୍ରବଳ ବାତ୍ୟା ଯୋଗୁଁ ସମୁଦ୍ରର ଜୁଆର ମାଡ଼ି ଆସିବାର ସମ୍ଭାବନା ଅଛି। କିଏ କଥାକୁ ବିଶ୍ୱାସ କଲେ, କେତେଜଣ ବିଶ୍ୱାସ ମଧ୍ୟ କଲେନି। ଯିଏ କଥା ମାନି ନିରାପଦ ସ୍ଥାନକୁ ପଳେଇଲେ ସେମାନେ ହୁଏତ ବଞ୍ଚିଗଲେ। ବୁଢ଼ାର ଏ କଥା ପରତେ ହେଲାନି। କାହିଁ ତା ଦିହକରେ ଏମିତି ହବାର କେବେ ଦେଖିନି ତ। ବୁଢ଼ାର ସାହସ ପାଇ ତା ପରିବାର ମଧ୍ୟ ଅଟକି ଗଲେ ଘରେ। ହେଲେ କାହା ବିଶ୍ୱାସ ଅବିଶ୍ୱାସରେ କଣ ବାତ୍ୟା ଅଟକିଗଲା? ଖଣ୍ଡ ପ୍ରଳୟ ସୃଷ୍ଟି କରିଗଲା। ବୁଢ଼ା ଜାଣିଲା ଏଥର ତାର ଅନୁମାନଟା ଭୁଲ ହେଇଗଲା। କିନ୍ତୁ ସେତେବେଳକୁ ବହୁତ ଡେରି ହୋଇଯାଇଥିଲା। ଘରେ ଆଣ୍ଠୁଏ ପାଣି ହେଇସାରିଥିଲା। ପ୍ରବଳ ପବନରେ ଘରର ଛାତ ଉଡ଼ିଗଲା। ବୁଦ୍ଧି ବାଟ ଦିଶୁନି କୁଆଡ଼େ ଯିବାକୁ। ବୁଢ଼ାର ମନେ ପଡ଼ିଗଲା ଆମ୍ବ ଗଛଟା କଥା। ଧାଇଁଲେ ସମସ୍ତେ ଆମ୍ବ ଗଛ ପାଖକୁ। ବାହାରେ ଅଣଚାଶ ପବନ ବହୁଛି। ଚଢ଼ିଗଲେ ସମସ୍ତେ ଆମ୍ବ ଗଛ ଉପରକୁ। ଜାବୁଡ଼ି ଧରି ରହିଲେ ଡାଳକୁ। ବୁଢ଼ା କୁଣ୍ଢେଇ ଧରି ଲାଖି ରହିଲା ଗଛ ଗଣ୍ଡିକୁ। ସମୁଦ୍ର ଜୁଆର ଓ ପବନର ଧକ୍କାରେ ଦୋହଲି ଯାଉଥାଏ ଗଛଟି। ଆମ୍ବ ଗଛଟି କେବେ କାର୍ପଣ୍ୟ କରିନି ସାହାଯ୍ୟ କରିବାରେ। ଖରାଦିନେ ଯୋଗେଇ ଦେଇଛି ଶୀତଳ ଛାୟା। ନିଜର ସ୍ୱାଦିଷ୍ଟ ଫଳ ଦେଇ ବୁଢ଼ାର ପରିବାରକୁ ଆର୍ଥିକ ସହାୟତା କରିଛି। ଆଉ ଆଜିର ଏ ଦୁଃସମୟରେ ନିଜର କୋଳରେ ଆଶ୍ରୟ ଦେଇଛି ବୁଢ଼ାର ପରିବାରକୁ। ପ୍ରକୃତିର କରାଳ ମୂର୍ତ୍ତି ଆଗରେ କିନ୍ତୁ ବେଶୀ ସମୟ ତିଷ୍ଠି ପାରିଲା ନାହିଁ ଆମ୍ବ ଗଛଟି। ଗୋଟିଏ ଗୋଟିଏ ହେଇ ଡାଳ ସବୁ ଭାଙ୍ଗି ପଡ଼ିଲା। ତଳେ ଉଛୁଳା ଜୁଆର। ଭାଙ୍ଗି ପଡ଼ୁଥିବା ଗଛ ଡାଳ ସହିତ ଲାଖି ରହିଥିବା ବୁଢ଼ାର ପରିବାର ମଧ୍ୟ ଗୋଟିଏ ଗୋଟିଏ ହେଇ ଭାସି ଯାଉଥିଲେ ଦୂରକୁ। ବୁଢ଼ା ସେମିତି ଆଖି ବୁଜି ଜାବୁଡ଼ି ଧରିଥାଏ ଗଛ ଗଣ୍ଡିକୁ। ବର୍ଷା ସରିଲା। ପବନ ଥମିଲା। ପ୍ରକୃତି ଶାନ୍ତ ହେଲା। ସମୁଦ୍ର ଫେରିଗଲା ସମୁଦ୍ରକୁ। ସେତେବେଳକୁ ସବୁଆଡ଼େ ହାହାକାର ପଡ଼ିଯାଇଥିଲା। ବିଭତ୍ସ ଦିଶୁଥିଲା ଚତୁର୍ଦିଗ। ଯୁଆଡ଼େ ଆଖି ବୁଲେଇବ ସିଆଡ଼େ ଖାଲି ଶବ ଆଉ ଶବ। ମଣିଷ, ଗାଈଗୋରୁଙ୍କ ଶବ। ଓଃ, କି ଭୟଙ୍କର ଆଉ ବିଭତ୍ସ! ସକାଳର ସୂର୍ଯ୍ୟ କିରଣରେ ବୁଢ଼ା ଆଖି ଖୋଲିଲା। ଚାହିଁ ଦେଖିଲା ଚାରିଆଡ଼େ। ଚମକି ପଡ଼ିଲା ସେ। ଆମ୍ବ ଗଛଟା ଯେ ଡାଳପତ୍ର ଶୂନ୍ୟ ହେଇଯାଇଛି। କୁଆଡ଼େ ଗଲା ତାର ବୁଢ଼ୀ? କୁଆଡ଼େ ଗଲେ ତାର ପୁଅ ବୋହୂ ନାତି ନାତୁଣୀ? ବାଇଆ ଭଳି ଖୋଜି ଚାଲିଲା ସବୁଆଡ଼େ। ପାଇଲାନି କାହାକୁ। ଚାହିଁଲା ଆମ୍ବ ଗଛକୁ। ସେ ତାର ଡାଳ ପତ୍ର ହରେଇ ଥୁଣ୍ଟା ପାଲଟି ଯାଇଥିଲା। ଆଉ ବୁଢ଼ା ବି ତାର ପରିବାରକୁ ହରେଇ ଥୁଣ୍ଟା ପାଲଟିଗଲା। ସମସ୍ତେ ଛାଡ଼ି ଚାଲିଗଲେ ତାକୁ। କେବଳ ରହିଗଲା ତାର ପିଲାଦିନରୁ ସୁଖ ଦୁଃଖରେ ସାମିଲ ହେଇ ଆସିଥିବା ତାର ଅତି ପ୍ରିୟ ଆମ୍ବ ଗଛଟି।
ଇତିମଧ୍ୟରେ ବିତିଗଲାଣି 6-7 ମାସ। ହେଲେ ବୁଢ଼ା ଯେମିତି ପଥର ପାଲଟି ଯାଇଛି। ନା ହସୁଛି, ନା କାନ୍ଦୁଛି, ନା କାହାକୁ କିଛି କହୁଛି। ଗଲା 2 ଦିନ ହେଲା ଝିପି ଝିପି ବର୍ଷା ହେଉଛି। ବୁଢ଼ା ତାର କୁଡ଼ିଆ ଭିତରେ ରହି ଚାହିଁ ରହିଛି ବାହାରକୁ। ଥୁଣ୍ଟା ଗଛଟି ଉପରେ ସାହାଯ୍ୟ ମିଳିଥିବା କମଳଟି ଘୋଡ଼େଇ ଦେଇଛି। ନହେଲେ ବର୍ଷାରେ ଭିଜିଯିବନି ତାର ସାଥୀଟି। ବର୍ଷା ଛାଡ଼ିଲା। ସୂର୍ଯ୍ୟ କିରଣରେ ଉଦ୍ଭାସିତ ହୋଇଗଲା ଚତୁର୍ଦ୍ଦିଗ। ବୁଢ଼ା ବାହାରକୁ ବାହାରିଲା। କମଳଟିକୁ କାଢ଼ିଦେଲା ଗଛ ଉପରୁ। ଭଲ କରି ଆଖି ମଳି ଆଉଥରେ ଚାହିଁଲା ନିରେଖି। ନା, ସେ ଠିକ୍ ଦେଖିଛି। ଗଛ ଦେହରେ ଠାଏ ଠାଏ ନାଲି ନାଲି ଦିଶୁଥିବା ସେ ଚିହ୍ନ ଆଉ କିଛି ନୁହେଁ, କେତୋଟି କଅଁଳ ପତ୍ର। ଥୁଣ୍ଟା ଗଛରେ ବର୍ଷା ପାଣି ପଡ଼ି ପୁଣି ପତ୍ର କଅଁଳିଲା। ସେ ଏଥର ଡାଳପତ୍ରରେ ଭର୍ତ୍ତି ହେଇଯିବ। ପୁଣି ଥରେ ପୂର୍ବ ଅବସ୍ଥାକୁ ଫେରି ଆସିବ। ଆଉ ବୁଢ଼ା? ସେ ତ ରହିଗଲା ସେମିତି ଏକା ହୋଇ। କୁଆଡ଼େ ହଜିଗଲେ ତାର ନିଜର ଲୋକମାନେ। ମନେ ପଡ଼ିଗଲା ସବୁ ଗୋଟି ଗୋଟି ହେଇ। ଛାତି କରତି ହେଇଗଲା। ଭୋ ଭୋ କାନ୍ଦି ଉଠିଲା ବୁଢ଼ା। ଆଜି ପର୍ଯ୍ୟନ୍ତ ଲୁହ ସବୁ ଶୁଖି ରହିଥିଲା। ଲୋକେ ରୁଣ୍ଡ ହୋଇଗଲେ ଚାରିପଟେ। ବୁଢ଼ା କାନ୍ଦୁଛି ମୁଣ୍ଡ କଚାଡ଼ି, ଛାତି ବାଡ଼େଇ, ହାତ ଠାରି ଦେଖେଇ ଦଉଛି କଅଁଳିଆ ପତ୍ରଗୁଡ଼ିକୁ। ଥୁଣ୍ଟା ଗଛରେ ପତ୍ର କଅଁଳିଛି, ହେଲେ ବୁଢ଼ା ଆଉ କଅଁଳି ପାରିବନି। ରହିଯିବ ସେମିତି ଥୁଣ୍ଟା ହୋଇ। ଉଃ। ଶ୍ରୋତା ବନ୍ଧୁ, ଆଜି ଆମେ ଶୁଣୁଥିଲେ ଆମ ସମୟର ଜଣେ ସଫଳ ଯଶସ୍ୱୀ ଗାଳ୍ପିକାଙ୍କୁ। ସେ ହେଉଛନ୍ତି ଶ୍ରୀମତୀ ରଶ୍ମି ମିଶ୍ର। ତାଙ୍କର ଅହ୍ୟରାଣୀ ଗଳ୍ପ ସଂକଳନସ୍ଥ এই ଗଳ୍ପଟିର ଶୀର୍ଷକ ଥିଲା ଥୁଣ୍ଟା ଗଛ। ଗପଟି ଆପଣମାନଙ୍କୁ କେମିତି ଲାଗିଲା? ଆପଣମାନଙ୍କର ମତାମତ ଅପେକ୍ଷାରେ ରହୁଛି। ଧନ୍ୟବାଦ।